हाँ ମୁଁ ତ ଆସିକି ସେଠି ତ କଳିଆ କନ୍ୟା ମାଲିକକୁ ଯାହା କହିଲେ ହେଲା କି କହିଲା ପରେ ସେଠି ତ ସେଇ ଭାନୁମିଶ୍ର ଫୋନ କରି କହିଲେ ତାକୁ ରଖନି ପାର୍ବତୀ ଗଣ୍ଡାଟେ ବାବୁଲାଙ୍କୁ ସେରେ ଫୋନ କରି କହିଲେ ତାପରେ ମୁଁ ତାରିଣୀ ଗଣ୍ଡାଟରେ ଆସିକି ପାଖାପାଖି 7-8 ଦିନ ରହିଲା ପରେ ହେଲା କି ତାପରେ ଯେତେବେଳେ ପଇସା କଥା ଫୋନ କରି ସେ ବାବୁଙ୍କ ତରଫରୁ ମ୍ୟାନେଜର ଫୋନ କରି କହିଲେ ଆଜ୍ଞା ବୁନୁ ଆପଣଙ୍କ କେତେ ପଇସା ନା ପଇସା ବର୍ତ୍ତମାନ କେତେ ଟଙ୍କା ପାଇବେ ଆପଣ ତା ପାଖରୁ ପଇସା ପତ୍ର ସବୁ କଥା ହେଲା ତାପରେ ଭାନୁମିଶ୍ର କହୁଛି ଯେ ପଇସାଟି ମତଲବ ନାହିଁ ଆଉ ତାର ଦୁନିଆ ଉଡୁ ଅଛି ତାକୁ ଆପଣ ରଖନ୍ତୁ ନାହିଁ ପାଟିରେ ରଖନ୍ତୁ ନାହିଁ କାରଣ ସେ ପଇସା ପତ୍ର କଥା ଅଲଗା ଆପଣ ତାକୁ ପାଟିରେ ରଖନ୍ତୁ ନାହିଁ ଏ କଥା ମୁଁ ମାନେ ଏଇଭଳିଆ ସେ କହୁଛି ହେଲା କି ତାପରେ ମୁଁ ମୋ ଫୋନ ସେ ଉଠଉନାହାନ୍ତି ବାବୁ କଣ ଭାନୁମିଶ୍ର କଣ ମୋ ଫୋନ ଉଠଉନାହାନ୍ତି ମୁଁ କହିବା କଥା ଯଦି ମୋର କିଛି ଅଡୁଆ ଅଛି ମୁଁ ତାଙ୍କୁ ଡାକୁଛି ଏଠି ପାଟିବାକୁ ମୁଁ ତ ଏଠି ରହିଲି ନା ସିଏ ଆସୁନାହାନ୍ତି କାହିଁକି ନ ଆସିକି ମାଲିକଙ୍କୁ ଫୋନ କରି କହୁଛନ୍ତି ତମେ ତାକୁ ରଖନି ମାନେ ଏଟା କାରଣ କଣ ତାମାନେ ଏଟା ଗୋଟେ ର୍ୟାଙ୍ଗିଂ ଟାଇପ ର ଲାଗୁଛି ହଁ ମତେ ସେ ମାନେ ମତେ ମୁଁ କହିବା କଥା ମୁଁ ଚାକିରି କରୁଛି ଗୋଟେ ଜାଗାରେ ଆସି 2 ଜାଗା 3 ଜାଗା ମୁଁ ଚାକିରି କରିବାକୁ ଅଛି ମୋ ଛୁଆ ପିଲା ବସିବି କି କଣ କରି ମୋ ପେଟ ବସିବି ତମର ପ୍ରୋବ୍ଲେମ ତମ ପଇସା ବି ଦେବା ପାଇଁ ସବୁ ଫାଇନାଲ କରିସାରିଲି ତାପରେ ତମ ଯଦି ମୋର କିଛି ମୁଁ ତ ତମର କିଛି କ୍ଷତି କରିନାହିଁ ତମର ପଇସା ନେଇଛି ପଇସା ଦେବା ପାଇଁ ସବୁ ବ୍ୟବସ୍ଥା କରିଦେଲି ମୁଁ ଆସିଲା ପରେ ତମେ ପୁରା ମାନେ ସେ ଭାନୁମିଶ୍ର ମାଲିକ କହିନାହାନ୍ତି କିଛି ଭାନୁମିଶ୍ର ପରିଷ୍କାର ଫୋନ କରି କହୁଛି ବାବୁକୁ ଯେ ତାକୁ ତମେ ରଖ ନାହିଁ ଆଉ ଆପଣ ରଖିଲେ ପଛରେ ଅସୁବିଧାରେ ପଡିବେ କଣ ଅସୁବିଧାରେ ପଡିବେ କଣ ପାଇଁ ଏସବୁ କରିବାର ପ୍ରହସନ କଣ ଆଚ୍ଛା ଏଇଟା ମାଲିକ ସଂଘରେ ତମେ ମାଲିକ ସଂଘ ଉପସଭାପତି ଅଛନ୍ତି ପାକୁ ବାବୁ ହଁ ମୁଁ ତ ପାଖରେ ଅଛି ମୁଁ ତ ଆଜି ରାତିରେ ଯିବି ଦେଖା କରିବାକୁ ପାଖକୁ ଆଚ୍ଛା ମୁଁ କହିବି ଜଣେଇବି କିନ୍ତୁ ସେ ଗୋଟେ ମାଲିକ କିଛି କହିନାହାନ୍ତି ମାଲିକ କିନ୍ତୁ ଗୋଟେ ପରିଚାଳକ ଜଣେ ମାଲିକଙ୍କୁ ଫୋନ କରି କହୁଛନ୍ତି ତାକୁ ରଖନି ଏ ପ୍ରକାର କରିବାର କଣ ରହସ୍ୟ କଣ ଆଚ୍ଛା ସେ ପରିଚାଳକଙ୍କୁ ଫୋନ କରିବା ଏ ବିଷୟରେ ପଚାରିବା କାହିଁକି ଆପଣ ଏ ସବୁ ବିଷୟରେ ଏମିତି ଗୋଟେ ପିଲାକୁ ତ ରଖିଲେ ନାହିଁ ଆପଣ ତ ଆପଣ ନା ତାଙ୍କ ଯଦି ଆପଣଙ୍କର ଅସୁବିଧା କିଛି ଅଛି ଆପଣ ତା ପାଖକୁ ଯାଉନାହାନ୍ତି ଯେ ସେ ଆପଣ କଣ କ୍ଷତି କରିଛି କଣ କରିଛି ଆପଣ କହୁନାହାନ୍ତି ଯେ ଏଇଆ ତୁ ମୋର କ୍ଷତି କରୁଛୁ ତାର ବ୍ୟବସ୍ଥା ଅଛି ତାର ଯଦି ଭୁଲ ହେଇଥିବ ପନିଶମେଣ୍ଟ ଅଛି ତୁମେ ତାରିଣୀ ଗଣନାଟ୍ୟ ପାଖରେ ଅଛ ହଁ ମୁଁ 8 ଦିନ ଆସି ରହିଲିଣି ଆଚ୍ଛା ଠିକ ଅଛି ଭଲ ହେଲା ଏଇ ବିଷୟରେ ତମକୁ ଟିକେ ପଚାରିବା କାହିଁକି ଗୋଟେ ପିଲା କରୁଛି ହଁ ତମର ଯଦି ଅସୁବିଧା ଅଛି ତମକୁ ସେ ଡାକୁଛନ୍ତି ତମେ ଯାଉନ ତା ପାଖକୁ ପାଟି ପାଖକୁ ଯାଉନ ସେ 8 ଦିନ ରହିଲାଣି ତମେ ଯଦି ଫେସ୍ କରିବା ସାମ୍ନା ଯାଉନ ତା ଫେସ୍ କରୁନ ଯେ ଏହା ଘଟଣା ଇଏ ମୋର କ୍ଷତି କରିଛି ଆଜ୍ଞା ଏଇ ବାଜୁ ଆପଣ କଣ ବୁଝନ୍ତୁ ତାପରେ ଅଲଗା କଥା ତମେ ଫୋନ କରି ତାଙ୍କୁ ଡାଇରେକ୍ଟ କହୁଛୁ ତାକୁ ରଖନି ଗୋଟେ ମାଲିକକୁ କହିଲେ ଜଣେ ରଖିବ କି ମାଲିକ କହୁଛି ତାର ଦୁନିଆ ପଇସା କହୁଛି ପଇସା କଥା କିଛି ନାହିଁ ପଇସା କଥା ଅଲଗା କଥା ତାର ଅମୁକ ସେଇଥିପାଇଁ ତ ମୁଁ ଆଜି ଘରେ ବସିଛି ମୁଁ ଆଜି କୋଉ ଯାତ୍ରା ଜଗତ ମଜିବା କାରଣ ମୁଁ ଅଲଗା ଲାଇନ ପଢିବା କାରଣ ମୁଁ ଯାତ୍ରା ଜଗତକୁ ନ ଯାଇକି ଯଦି ଯାତ୍ରା ଜଗତକୁ ମୁଁ ଛାଡିବି ସେମାନଙ୍କ ଗୁମରେ ବି ମୁଁ ପଦାରେ ପକେଇବାକୁ ଚେଷ୍ଟା କରୁଛି ଯୋଉମାନଙ୍କର ଜାଣିଛି ଯୋଉମାନଙ୍କର ନ ଜାଣିଛି ନାହିଁ ତେଣୁକରି ସେଇ ଭାନୁବାବୁକୁ ସେଦିନ ସେ ପଇସା ମେଟରରେ ଫୋନ କଲି ସେ ମତେ ସେ ଜାଣିପାଇଲେ ରେକର୍ଡିଂ ହଉଛି ଅମକ କରୁଛି ସବୁ ଇଏ କଲା ପରେ ମତେ ଯୋଉ ଏଇଠି ଟାଇପର କହିଲେ ସେ ଯେମିତି ତୋ ଉପରେ ଅଧିକାର ତାଙ୍କର ଆମେ ଜାଣିପାଇଲୁ ଓଡିଶା ଲୋକ ବି ଯିଏ ଜାଣିଛନ୍ତି ସେ ଜାଣିପାଇଲେ ସେଇଟା ବଡ କଥା ନୁହେଁ ସେ କହିଲେ କୁଆଡେ କାହିଁ ବସିଛୁ ବୁଲିକି ଆସି ତାଙ୍କ ପାଟିରେ ଚାକିରି ତା ପୂର୍ବରୁ ମୁଁ ଜାଣିଛି ତାଙ୍କ ପାଟିରେ ଅଲଗା ପିଲା ଗୋଟେ ଆଙ୍କରିଂ ପାଇଁ ବୁକ୍ ହେଇଛି ନାଇଁ ଯେତେବେଳେ ସେ ଚାକିରି କରିନଥିଲା ସେ ପିଲା ସେତେବେଳେ କଥା ହେଇଥିଲା ମୁଁ ପୁଣି ଯାହା ହେଇଥିଲା ମୁଁ ପୁଣି ଯିବାର ମାନେ ହେଇଥିଲା ମାଲିକ ସାଙ୍ଗରେ କଥା ହେଇଥିଲା ତାପରେ ମୁଁ ମାଲିକ ସାଙ୍ଗରେ କଥା ହେଇସାରିଲା ପରେ ସେ ଭାନୁମିଶ୍ର ସାଙ୍ଗରେ କଥା ହେଇଥିଲା ତୁ ଆ ତାପରେ ମୁଁ ଅଲଗା ଲୋକଙ୍କୁ ଟ୍ରାଏ କରି ଫୋନ କରି ଲଗେଇଲି ତାକୁ କଣ ତାଙ୍କର ଉଦ୍ଦେଶ୍ୟ ତାପରେ ଭାନୁମିଶ୍ର କହୁଛି ସେ 4.5 କୋଟି ଲୋକଙ୍କର ମୋର ତ ମୋ ଇଜ୍ଜତ ପକେଇକି ତଳେ ଆଉ ମୁଁ ତାକୁ ଏତେ ସହଜ ଛାଡ଼ିଦେବି ଏକଥା କହିଲା ମୁଁ ତାପରେ ସେଠି ପାଟିକି ଯିବି କି ସାହସ କରିକି ଆଚ୍ଛା ଠିକ ଅଛି ତାହେଲେ ଭଲ ହେଲା ସିଏ ତ ତା ମାନେ ଏଇଟା ଗୋଟେ ଗ୍ରଜ ଗୋଟେ ର୍ୟାଙ୍ଗିଂ କାମ ହଉଛି ସେ ତ କୋଉଠି ରଖେଇଦେବେନି ଏ ବର୍ଷ ବୋଲି ଲାଗିଛନ୍ତି ଏଇଆ ତ ଘଟଣା ଆଉ କଣ ଠିକ ଅଛି ଆମେ ପଚାରିବା ଏଇଟା ବି ସୋସିଆଲ ମିଡିଆରେ ପ୍ରଡ୍ୟୁସ କରିବା ପାଇଁ ପ୍ରେଜେଣ୍ଟ କରିବା ପାଇଁ ଚେଷ୍ଟା କରୁଛି କରିବା କିଛି ଅସୁବିଧା ନାହିଁ ଜୟ ଜଗନ୍ନାଥ ଏଇଟା ସମସ୍ତେ ଜାଣନ୍ତୁ ଲୋକଙ୍କର ଧୀରେ ଧୀରେ ଅସଲ ମୁଖ ଆଡା ଜାଣନ୍ତି ଏଇ ଲୋକଟା ଏଇଆ ତାପରେ ଏଟା ମୋର ରେକର୍ଡିଂ ନାହିଁ ସେ ଗୋଟେ ପିଲାଟେ ସାମ୍ନାସାମ୍ନି କହିଥିଲା ତାଙ୍କରି ପାଟର ପିଲା ମୁଁ ତା ନାଁ କହିବା ପାଇଁ ତାକୁ ହଇରାଣ ପକେଇବା ପାଇଁ ଚାହୁଁନି ହେଲା କି ସେ ପୁଣି ତାକୁ ଭାନୁମିଶ୍ର କୁଆଡେ କହିଛି ତାଙ୍କ ସେ ଅତି ଗୋଟେ ମାନେ ଆଗ ଧାଡର ଲୋକ ମୁଁ କହୁନି ତା ନାଁ କିଛି କହିବା ପାଇଁ ଚାହୁଁନାହିଁ ତାଙ୍କ କଥା ମୁଁ କହିବା ପାଇଁ ଚାହୁଁନି କି ସେ ଜାଣିପାରିବ ଶୁଣିଲେ କଥାଟା ସେ ଜଣକୁ କହିଛି ଯୋଉ ଶୁଣନ୍ତୁ ସେ ଯୋଉ ମଞ୍ଜୁଶ୍ରୀ କଥା ମୁଁ ତା ନାଁରେ ଆଲିଗେସନ ଆଣିଛି ସେ କହୁଛି ଯେମିତି ସୁଧୀର କହିଛି କି ବୁନୁ କହିଛି ସୋସିଆଲ ମିଡିଆରେ ସେମିତି କହିବ ଭାନୁମିଶ୍ର ବାଦରେ ଦୋଷୀ ନୁହଁ ତାପରେ ମୁଁ ତାକୁ ଛାଡିବି ମାନେ ମୁଁ କହିଛି
ମୁଁ ସିଏ ଭୁଲ ମାନିବା ପାଇଁ ନାରାଜ ମୁଁ ମାନେ କହିକି ମୁଁ ଆରି ନିଜ ନିଜ ସରେଣ୍ଡର ହେବି ମୁଁ ଖାଲିରେ ସରେଣ୍ଡର ହେବି ସେ କହୁଛି ସେ 40,000 ଟଙ୍କାର ହିସାବ ମିଳିଲା ନାହିଁ କିଏ ରଖିଲା? ନାଇଁ ସିଏ ଶୁଣନ୍ତୁ ମୁଁ ଆପଣଙ୍କୁ ଥରେ କହି 2 ଥର 3 ଥର କହିଛି ସୋସିଆଲ ମିଡିଆରେ ବି କହିଛି ଯଦି ସିଏ ମାନେ ତାଙ୍କର କିଛି ନାହିଁ ସିଏ ଏ ବାବଦରେ କିଛି ଅଜ୍ଞ ମୁଁ ତ ବାରମ୍ବାର କହୁଛି ସିଏ ବୋଧେ କହିଦିଅନ୍ତୁ ଜଗନ୍ନାଥଙ୍କ ଦଣ୍ଡା ଛୁଇଁକି ବ୍ରହ୍ମପୁରୀ ଛୁଇଁ କହିଦିଅନ୍ତୁ ମୁଁ ଏ ପଇସା ମୁଁ ତ ଦେବି ସେ ପଇସା ସେ କହୁନାହାନ୍ତି କାହିଁକି କହିଲେ କି ସେ ଅଲଗା ଗୋଟେ ରାଗ ମତେ ମତେ ମାନେ କଣ ନତମସ୍ତ କରିବା ପାଇଁ କାହିଁ ଚାହୁଁଛନ୍ତି ମୁଁ କାହିଁକି ନତମସ୍ତ ମୁଁ ଜଣେଇଥିଲି ଆମର କଳାକାର ସଂଘ ତରଫରୁ ଜଣେଇଥିଲି ତାଙ୍କର ଯିଏ ଅଛନ୍ତି ମୁଖ୍ୟ କି ୟାର ବିଚାର ଟିକେ ପାଟି ସବୁ ବାହାରି ଗଲା ପରେ ପୁଣି ୟାର ତଦନ୍ତ ହବ। ଆକ୍ଚୁଆଲି ଯଦି ତମେ 2 ଜଣ ଭିତରୁ ହାତ ଟେକି ଦବ କିଏ ତମେ କହିବ ନାହିଁ ମୁଁ ନେଇ ସିଏ କହିବ ନାହିଁ ମୁଁ ଜାଣିନି ନାଇଁ ନାଇଁ ମୁଁ ଶୁଣନ୍ତୁ ସିଏ ଯଦି କହିଦବ ମୁଁ ସେ ପଇସା ରିକଭରି ମୁଁ କରିବି ମୁଁ ଏଟା କହିଛି ଯଦି ସିଏ କହିଦବ ଏଇଆ କରି କହିଦବ ମୁଁ ସେ ପଇସା ଦେବି ସେ କିନ୍ତୁ କହିବା ଦରକାର। ଆଉ ତମ କଥାରୁ ଜଣା ପଡିଯାଉଛି ତମ କଥାରୁ ଜଣା ପଡିଯାଉଛି ସାରା ଓଡିଶା ଲୋକ ବି ଶୁଣିବେ ଏ କଥାରେ କିଏ ସତ କହୁଛି କିଏ ମିଛ କହୁଛି ନିଶ୍ଚିନ୍ତ ଆର ବିଚାର କରିବେ କେହି ନ କଲେ ଜଗନ୍ନାଥ ନିଶ୍ଚିନ୍ତ ବିଚାର କରିବେ। ମଞ୍ଜୁ ପଇସା ଯିଏ ଖାଇଦବ ଜଗନ୍ନାଥ ତୁରନ୍ତ ତାର ମାନେ ପରିସ୍ଥିତି ଟା ଦେଖେଇବେ ଏଇଟା ଆମେ କହୁଛୁ। ଆଉ ଦେଖିଲେ ତମ ଚାକିରି ସେ ତ ତମକୁ ରଖିଲେ ନାହିଁ ତମେ କଣ ପଇସା ନେଇଥିଲ ଫେରିବା ବ୍ୟବସ୍ଥା ହେଲା ସେ ବର୍ତ୍ତମାନ ତୁମେ ଯାଇ କଳିଙ୍ଗ କନ୍ୟାରୁ ଫେରିକି ଗଲ କଳିଙ୍ଗ କନ୍ୟାରୁ ଫେରିକି ଗଲ ପୁଣି ଆଉ ଗୋଟେ କୋଉଠି ପାର୍ଟି ଗୋଟେ ହେଇଥିଲା ସେଠିକି ସେ କୁଆଡେ ମନା କଲେ ସେଠି ପହଞ୍ଚିଲାଣି ତାରିଣୀରେ ସେ ତମକୁ ମନା କରୁଛନ୍ତି। ମୋର ଗୋଟେ ଫାଇନାଲ ପତ୍ର ମୁଁ ଅଛି ଫୋନ